ଘୋଡ଼ସବାର କଥା ଗାଳ୍ପିକ ପ୍ରକାଶ ମହାପାତ୍ର ପଢ଼ି ଶୁଣାଉଛନ୍ତି ସୁଧାକର ଦାସ। ଗଳ୍ପ ଘର। ମୁଁ ଚାହୁଁଥିଲି ଗୋଟେ ଘର। ଘଟସୂତ୍ର ଅଫିସର କଡ଼ା ନଡ଼ ନଡ଼ କଲି। ଦରଜା ଖୋଲିଲା ସେଇ କଳା କିଟିକିଟି ଲୋକଟି। ଯେମିତି ଅନ୍ଧାରରେ ଅନ୍ଧାର, ମୁହଁରେ ଜଳନ୍ତା ବିଡ଼ି, ମଇଳା ଫତେଇ। ଧୂଆଁ ଛାଡ଼ି କହିଲା, କ'ଣ ଘର ଦରକାର? କେମିତି ଘର? ସୁନ୍ଦର ଘର, ଅଛୁଆଁ ଘର। ଅଛୁଆଁ ଘର? ଅଛୁଆଁ ମାନେ ପୂରାପୂରି ନୂଆ, ଆଗରୁ ନ ଛୁଇଁଥିବେ କେହି। ତିଆରି ଓ ପ୍ରତିଷ୍ଠା ପରେ ପରେ ତାଲା ଲାଗିଥିବ, ଯାହାକୁ ପ୍ରଥମେ ଖୋଲିବି ମୁଁ। ଘଟକ ଗୋଟିଏ ଆଖି ମୁଦି ହସିଲା, କହିଲା, ସୁନ୍ଦର ଘର ପୁଣି ଅଛୁଆଁ ଘର? ମିଳିଲେ ହେଲା। ଏକଥା ତମେ କହୁଛ, ପୁଣି ଜଣେ ଘଟକ ହୋଇ? ଖୋଜ ନିଅ, ପତା ଲଗାଅ, ଖର୍ଚ୍ଚପତ୍ର ସବୁ ଦେବି। ମାଟି ଘର ନା ପକ୍କା ଘର? ମତେ ଦେଖୁଛ ପୁଣି ମାଟି ଘର କଥା କହୁଛ? ତାହେଲେ ତ ଆହୁରି ମୁସ୍କିଲ। କାହିଁକି? ଗାଉଁଲି ମାଟି ଘର ନୂଆ କି ପୁରୁଣା ଜାଣିହେବ, କିନ୍ତୁ ସହରୀ ପକ୍କା ଘରକୁ ଜାଣିବା ତ କାଠିକର ପାଠ। କେମିତି? ଚୂନ କାମରେ ପରା ମତିଭ୍ରମ। ମିଳିବନି କହୁଛ? ଘଟକ ମୁଚୁକୁନ୍ଦି ମାରିଲା, କହିଲା, ମିଳିବନି କହିଲି କୋଉଠି? ଖାଲି ଟିକେ ମୁସ୍କିଲ ଯାହା। ମୁଁ ହସିଦେଲି, କହିଲି, ସେଇ ମୁସ୍କିଲ ବୋଲି ତ ତୁମକୁ ଧଇଲି। ବହୁ କଷ୍ଟରେ ଘଟକ ହେଲା ରାଜି। ମୁଁ ମୋ ନୂଆ ଘରର ସ୍ୱପ୍ନରେ ଗଲି ହଜି। ଅନେକ ଦିନରୁ ଗୋଟେ ନୂଆ ଘରକୁ ନେଇ ମୋର ଅନେକ ସ୍ୱପ୍ନ। ନୂଆ ଘରେ ଆରମ୍ଭ କରିବି ମୋ ନୂଆ ଜୀବନ। ଘର ସାମ୍ନାରେ ଝୁଲିବ ମୋ ନାଁର ଲୋଭନୀୟ ନେମ୍ ପ୍ଲେଟ୍, କାନ୍ଥରେ ରଙ୍ଗବେରଙ୍ଗୀ କ୍ୟାଲେଣ୍ଡର, ଝରକାରେ ସିଲ୍କ ପର୍ଦ୍ଦା, ପବନରେ ଉଡ଼ିବେ ଫରଫର। ଘର ବାହାରେ ଫୁଲ ବଗିଚା, ମୁଲାୟମ ଘାସର ଲନ୍। କୁକୁର ଥାଉ କି ନଥାଉ ଫାଟକରେ ଟାଙ୍ଗିବି, କୁକୁର ପ୍ରତି ସାବଧାନ। ଘର ଛାତରେ ବିତାଇବି ଅନେକ ଜହ୍ନରାତି। ନୂଆ ଘରଟି ହେବ ମୋ ନୂଆ ଜୀବନର ସାଥୀ। ଖାଲି ଏତିକି ଯେ ଘରଟି ନୂଆ ହୋଇଥିବା ଦରକାର। ଅନେକ ଦିନ ବୁଲାବୁଲି କରି ଅଚାନକ ଦିନେ ଘଟକ ଆସି ହେଲା ହାଜର। କୁହାଟ ମାରି କହିଲା, ମିଳିଛି, ମିଳିଛି ସରକାର, ମିଳିଛି। ଯେମିତି ଚାହିଁଥିଲ ସେମିତି, ଚକ୍ ଚକ୍ ଫିନ୍ ଫିନ୍। ଅର୍ଖ ନୂଆ ତ? କହିଲି ତ, ଚକ୍ ଚକ୍ ଫିନ୍ ଫିନ୍। ତାଲାରେ କଳଙ୍କି ଲାଗିଛି। ଉଦ୍ଧାର କର ବୋଲି ଠାରରେ ଡାକୁଛି। ଗୋଟିଏ ଆଖି ମୁଦି ଘଟକ ହସିଲା ହଳଦିଆ ହସ। ହେଇ ନିଅ ଚାବି ବୋଲି ବଢ଼ାଇଦେଲା ପେନ୍ଥାଏ ଉତ୍ତେଜନା। ସୁନ୍ଦର ଘର, ଅଛୁଆଁ ଘର। ତଥାପି ତାଲା ଖୋଲିବା ପୂର୍ବରୁ ପରଖି ଦେଖିଲି। ବଗିଚାରେ ପଡ଼ିନି ତ କାହାର ପଦଚିହ୍ନ? ନା। ସାମ୍ନା କାନ୍ଥରେ କିଏ ଟାଙ୍ଗିଥିଲା କି ନେମ୍ ପ୍ଲେଟ୍? ନା। ତାଲା ଖୋଲୁ ଖୋଲୁ ଦେହରେ ଅନୁଭବ କଲି ଅପୂର୍ବ ଶିହରଣ। ଅଛି କି କାହିଁ କୋଉଠି ମଶାରୀ କଣ୍ଟାର କ୍ଷତ, ଛାତରେ ଅଳନ୍ଧୁ? ନା। ଘର କଣେ ମୂଷା ନଣ୍ଡି, ସିଗାରେଟ୍ ଖଣ୍ଡି? ନା। ପୂରାପୂରି ଚକ୍ ଚକ୍ ଫିନ୍ ଫିନ୍ ଘର। ଯେମିତି ଚାହିଁଥିଲି ଠିକ୍ ସେମିତି। ଅକ୍ତିଆର କରିନେଲି ଚଟାପଟ, ଟାଙ୍ଗିଲି ମୋ ନେମ୍ ପ୍ଲେଟ୍। ମତୁଆଲା ହେଲି, ବଗିଚାରେ ଫୁଲ ଫୁଟାଇଲି, କବିତା ଲେଖିଲି। ଏମିତି ଦିନ ବିତିଲା। ଚାହୁଁଥିଲି ନୂଆ ଘରଟିଏ, କିନ୍ତୁ ପାଇଲି କି? ପାଇଗଲି ବୋଲି ଭାବୁଥିଲି, କିନ୍ତୁ ବଡ଼ ହତଭାଗା ମୁଁ, ଠକିଗଲି। ନୂଆ ଘର ବୋଲି ଗୌରବରେ ଫାଟି ପଡ଼ୁ ପଡ଼ୁ ଦିନେ ସୁରାକ ପାଇଲି ଏ ଘର ନୂଆ ନୁହେଁ, ବହୁ ଆଗରୁ ବ୍ୟବହୃତ। ଏହେ, ଫସିଗଲି। ସମୟର ହାତ ବାଜି ନୂଆ ରଙ୍ଗ ହେଉଥିଲା ପୁରୁଣା। ଦେଖି ହେଉଥିଲା କାନ୍ଥରେ ଅସ୍ପଷ୍ଟ କଣ୍ଟାର କ୍ଷତ। ନିଶ୍ଚୟ ସେଠି କେହି ମଶାରୀ କି କ୍ୟାଲେଣ୍ଡର ଟାଙ୍ଗିଥିଲା। ବୁଦ୍ଧି ହେଲା ବଣା। ସାମ୍ନାପଟର ଗୋଲାପୀ କାନ୍ଥ ତଳୁ ଧୀରେ ଧୀରେ ଉଙ୍କି ମାରିଲା ଏକ କ୍ଷୁଦ୍ର ଆୟତାକାର ଧଳାଂଶ। ନିଶ୍ଚୟ ସେଠି କେହି ତାର ନେମ୍ ପ୍ଲେଟ୍ ଟାଙ୍ଗିଥିଲା। ଅସହ୍ୟ। ମୁଁ ଅସହାୟତାରେ ଭାଙ୍ଗି ପଡ଼ିଲି। ଭାଗ୍ୟକୁ ନିନ୍ଦିଲି ଓ ଘଟକକୁ ଗାଳିଦେଲି। କହିଲି, ଠକିଛ, ନିର୍ଘାତ ଠକିଛ। ନୂଆ ଘର କହି ସେକେଣ୍ଡ ହ୍ୟାଣ୍ଡ ଘରଟାଏ ଧରେଇ ଦେଇଛ। ଠକିଛି? ଘଟକ ସତେକି ଆକାଶରୁ ଖସିଲା। ହେ ପ୍ରଭୁ, ଠକିଛି? ଢେର ତ ବୁଲିଛି, ଖୋଜିଛି। ଆଉ କ'ଣ ସ୍ୱର୍ଗରୁ ତୋଳି ଆଣି ଦେଇଥାନ୍ତି? ଯାହା କିଛି ମାର୍କେଟରେ ଆଭେଲେବୁଲ ତାହା ହିଁ ତ ଦେଇଛି। Sample complete. Ready to continue?